ଏଇ ଭାଗବତ ଯୋଜନା ଉପରେ ଆମେ ତ ବହୁତ କିଛି ଶୁଣିଲେ। ଏଇଠି ଗୋଟେ ପ୍ରଶ୍ନ ଆପଣଙ୍କୁ କରାଯାଇପାରେ କି ଶ୍ରୀ ଭାଗବତ ଯୋଜନା କ'ଣ? ଆପଣ ଏହାର କି ଉତ୍ତର ଦେଇପାରିବେ? ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ କାଳିଶ୍ୱର ମିଶନ ତରଫରୁ ଶ୍ରୀ ଭାଗବତ ଯୋଜନା ଆରମ୍ଭ ହୋଇଛି। ଶ୍ରୀ ଭାଗବତ ଯୋଜନା ହେଉଛି ଭାଗବତ ମାଧ୍ୟମରେ ଭାଷା ସଂସ୍କୃତିର ସୁରକ୍ଷା କରିବା। ଏଥିରେ ସପ୍ତାହକୁ 15 ମିନିଟ୍ ସମୟ ସବୁ ଓଡ଼ିଆମାନଙ୍କୁ କୁହାଯାଇଛି ଦେବା ପାଇଁ। ସେ 15 ମିନିଟ୍ ଭିତରୁ 10 ମିନିଟ୍ ହେଉଛି ଭାଗବତର ଏକ ଅଧ୍ୟାୟ ପଢ଼ିବା ପାଇଁ ଏବଂ 5 ମିନିଟ୍ ହେଉଛି ସମ୍ପୂର୍ଣ୍ଣ ରୂପେ 5 ଲାଇନ୍ ଓଡ଼ିଆରେ ଲେଖିବା ପାଇଁ। ତେଣୁ ଟୋଟାଲ୍ ହେଉଛି 15 ମିନିଟ୍, 10 ମିନିଟ୍ ହେଲା ପଢ଼ିବା ପାଇଁ ଏବଂ 5 ମିନିଟ୍ ହେଉଛି 5 ଲାଇନ୍ ଲେଖିବା ପାଇଁ। ତେଣୁ ସପ୍ତାହକୁ 15 ମିନିଟ୍ ଯେଉଁ ଦେବା, ଆଉ ଆମେ ନିକଟସ୍ଥ ଭାଗବତ ଶ୍ରୀମନ୍ଦିର ବା ଜଗନ୍ନାଥ ମନ୍ଦିରରେ ଯାଇକରି ଭାଗବତ ସପ୍ତାହର ଏକ ପବିତ୍ର ବାର ସୋମବାର ଦିନ ଯାଇ ଭାଗବତ ପଢ଼ିବା ଏବଂ 5 ଲାଇନ୍ ଲେଖିବା, ଏହା ମାଧ୍ୟମରେ ଭାଷା ସଂସ୍କୃତିର ସୁରକ୍ଷା ହୋଇପାରିବ ଏବଂ ଏହାକୁ ହିଁ ଶ୍ରୀ ଭାଗବତ ଯୋଜନା କୁହାଯାଉଛି। ଆଚ୍ଛା, ଏଇଠି ଗୋଟେ କଥା ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ କି ଏଇ ଯେଉଁ ଟିକେ ପୂର୍ବରୁ କହିଲେ ଭାଷା ସଂସ୍କୃତି ପାଇଁ ସପ୍ତାହକୁ 15 ମିନିଟ୍ ଯଥେଷ୍ଟ। ଏଇଟା କ'ଣ ଆପଣଙ୍କ ବାର୍ତ୍ତା ହେଇପାରେ ବୋଲି ଆପଣ ଭାବନ୍ତି, ନା ଏଇଟା ସର୍ବସାଧାରଣଙ୍କ ପାଇଁ ବାର୍ତ୍ତା ବୋଲି ଆପଣ ଗ୍ରହଣ କରିବେ? ଦେଖନ୍ତୁ, ସର୍ବସାଧାରଣ ପାଇଁ ଆମେ କହୁଛୁ ସପ୍ତାହକୁ 15 ମିନିଟ୍ ସମୟ ଦେବେ। ଆଉ ପୂର୍ବରୁ ମୁଁ ବର୍ଣ୍ଣନା କରାଯାଇଛି 15 ମିନିଟ୍ ଭିତରୁ 10 ମିନିଟ୍ ହେଉଛି ଭାଗବତର ଏକ ଅଧ୍ୟାୟ ପଢ଼ିବେ, ଆଉ 5 ମିନିଟ୍ ହେଉଛି 5 ଲାଇନ୍ ସମ୍ପୂର୍ଣ୍ଣ ରୂପେ ଓଡ଼ିଆରେ ଲେଖିବା। ଯେଉଁ 15 ମିନିଟ୍, ଗୋଟେ ସପ୍ତାହକୁ 15 ମିନିଟ୍, ଏଇଟା କାହାକୁ କିଛି କଷ୍ଟ ହେବନି। ଏହା ଏକ ସରଳ, ସୁନ୍ଦର ଏବଂ ମାନେ ସବୁଠାରୁ ସର୍ବମାନ୍ୟ ଯୋଜନା, ଯାହା କାଳିଶ୍ୱର ବାଇ ବା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କର ମତ। ତେଣୁ ଏଇ ଜିନିଷଟା ଯଦି ଆମେ ଆରମ୍ଭ କରିବା, ତାହେଲେ ନିଶ୍ଚିତ ରୂପେ ଆମର ଭାଷା ସଂସ୍କୃତି ସୁରକ୍ଷା ହୋଇପାରିବ। ଦେଖିବାକୁ ଗଲେ ଗାଁ ଠାରୁ ସହର ଯାଏ ପ୍ରାୟ ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। ମୋର କହିବା କଥା, ଏମିତି ବି ଗ୍ରାମାଞ୍ଚଳରେ ଅନେକ ଜାଗା ଅଛି ଯେଉଁ ଜାଗାରେ ଜଗନ୍ନାଥ ମନ୍ଦିର ନାହିଁ। ସେପରି ସ୍ଥାନରେ କେମିତି ଭାଗବତ ପାଠ କରିହେବ? ଦେଖନ୍ତୁ, କାଳିଶ୍ୱର ବାଇଙ୍କ ମତରେ ଭାଗବତ ଶ୍ରୀମନ୍ଦିର ଅର୍ଥ ହେଉଛି ଯେଉଁଠି ଜଗନ୍ନାଥ ମନ୍ଦିର ଥିବ ଏବଂ ଲକ୍ଷ୍ମୀଙ୍କର ମନ୍ଦିର ଥିବ। ମାନେ ଜଗନ୍ନାଥ ଏବଂ ଲକ୍ଷ୍ମୀ ମିଶିଗଲେ ସେ ଜାଗାଟା ହେଉଛି ଭାଗବତ ଶ୍ରୀମନ୍ଦିର ବୋଲି କୁହାଯିବ। ଯଦି ସେଠି ଜଗନ୍ନାଥ ମନ୍ଦିରରେ, ଆମେ ସବୁ ଜାଗାରେ ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀଙ୍କର ମନ୍ଦିର ବା ମୂର୍ତ୍ତି ଅଛି, ଯଦି ଜଗନ୍ନାଥ ମନ୍ଦିର ନାହିଁ, ତାହେଲେ ଯେକୌଣସି ମନ୍ଦିରରେ ଆପଣମାନେ ଯାଇକରି ଭାଗବତ ପାଠ କରିପାରିବେ। ଯଦି ପାଖରେ ନିକଟରେ କିଛି ଯଦି ଭାଗବତ ମାନେ ଜଗନ୍ନାଥ ମନ୍ଦିର ବା ଅଲଗା ମନ୍ଦିର ନାହିଁ, ତାହେଲେ ଗୋଟେ ପ୍ରତି ଗାଁରେ ଗୋଟେ ଭାଗବତ ଗାଦି ହଉ କିମ୍ବା ଭାଗବତ ଟୁଙ୍ଗି ହଉ କିମ୍ବା ଗୋଟେ ମଣ୍ଡପ ଥିବ ଯେଉଁଠି କିଛି ଗ୍ରାମ ଦେବତୀ ଥିବେ, ସେଠି ମଧ୍ୟ ଯାଇ ଭାଗବତ ପଢ଼ାଯାଇ ପାରିବ। ଯଦି କୌଣସି ବ୍ୟକ୍ତି ଯଦି ଯାଇପାରୁନି ବା ରୋଗରେ ଅଛି କିମ୍ବା କୌଣସି କାରଣବଶତଃ ଯଦି ଯାଇପାରୁନି, ତାହେଲେ ନିଜ ଯେଉଁ ପୂଜା ଘର, ଠାକୁର ଘର ଅଛି, ସେଠି ବି ଜଗନ୍ନାଥଙ୍କର ଫଟୋ ମୂର୍ତ୍ତି ପାଖରେ ଭାଗବତ ମଧ୍ୟ ପଢ଼ିପାରିବ ଏବଂ ଶ୍ରୀ ଚିଠା ସମସ୍ତେ ଲେଖିପାରିବେ। ଏହା ପୂର୍ବରୁ ଆପଣ ସୋମବାରଟାକୁ ଗୋଟେ ନିର୍ଦ୍ଦିଷ୍ଟ ବାର ବୋଲି ଗ୍ରହଣ କରିଛନ୍ତି। ମୋର କହିବାର ଅର୍ଥ, ସୋମବାରକୁ କାହିଁକି ଆପଣ ଠିକ୍ କଲେ? ଦେଖନ୍ତୁ, ସୋମବାର ହେଉଛି ଏକ ପବିତ୍ର ବାର। ଆମେ ସମସ୍ତେ ଏହି ବାରକୁ ମାନିଥାଉ ବା ଓଡ଼ିଆ ଘରେ ସୋମବାର ଦିନ ଆମିଷ ଘରେ ପ୍ରାୟ ନିଷେଧ ହେଇଥାଏ ଏବଂ ଘରକୁ ସେମାନେ ପରିଷ୍କାର କରିକି ସଜେଇଥାନ୍ତି, ଲିପାଲିପି କରିଥାନ୍ତି, ଗଙ୍ଗା ପାଣିରେ ଧୋଇଥାନ୍ତି ଏବଂ ଶିବ ମନ୍ଦିର ହେଉ ବା ଯେକୌଣସି ମନ୍ଦିର ହେଉ, ପ୍ରାୟ ସମସ୍ତେ ଘର ଲୋକ ଯାଇଥାନ୍ତି। ତେଣୁ ସେଇ ହିସାବରେ ଦେଖିଲେ ସୋମବାରଟା ଗୋଟେ ପବିତ୍ର ବାର ଏବଂ ଏଇ ବାର ଦିନ ଲୋକମାନେ ମନ୍ଦିର ଯାଇଥାନ୍ତି ଏବଂ ସେ ଜଗନ୍ନାଥଙ୍କ ମନ୍ଦିର ଯାଇପାରିବେ, ତା ସହିତ ବା ନିଜର ଭାଗବତ ବହି ନେଇକରି ଭାଗବତ ପଢ଼ିପାରିବେ। ସେଇ ହିସାବରେ ସବୁ ଆଡ଼କୁ ଦୃଷ୍ଟିରେ ରଖି ସୋମବାରଟିକୁ ଠିକ୍ କରାଯାଇଛି। ଏଇ ଯେଉଁ ଜଗନ୍ନାଥଙ୍କ ଶ୍ରୀ ଚିଟାଉ, ଏଇ ଶ୍ରୀ ଚିଟାଉ କ'ଣ? ଶ୍ରୀ ଚିଠା ଅର୍ଥ ହେଉଛି ଗୋଟେ ଭକ୍ତର ଭଗବାନଙ୍କୁ ଚିଠି। ଭକ୍ତ କଲେ ଏଠି ଓଡ଼ିଆ ଲୋକଟିଏ, ଆଉ ତାର ଇଷ୍ଟଦେବ ହେଲେ ଜଗନ୍ନାଥ। ଜଗନ୍ନାଥଙ୍କୁ ସେ ଚିଠି ଲେଖୁଛି ବା ଜଗନ୍ନାଥଙ୍କୁ ତାର ମାଗୁଣି ଜଣାଉଛି। ତେଣୁ ଆମେ ଶ୍ରୀ ଚିଠା ଅର୍ଥ ଗୋଟେ ସାଧା ପେପରରେ ସେ 5 ଲାଇନ୍ ସମ୍ପୂର୍ଣ୍ଣ ରୂପେ ଓଡ଼ିଆରେ ଲେଖିବ। 5 ଲାଇନ୍ରୁ ଅଧିକା ଲେଖିପାରିଲେ ବହୁତ ଭଲ ହେଲା।
ଯଦି 5 ଲାଇନ୍ ସମ୍ପୂର୍ଣ୍ଣ ଓଡ଼ିଆରେ ଲେଖି ସିଏ ନିଜର ନାଁ ଗାଁ ଠିକଣା ସେଠି ଲେଖିବା ଦରକାର ନାହିଁ। କାରଣ ଭଗବାନ ହେଉଛନ୍ତି ସର୍ବବ୍ୟାପୀ, ସର୍ବଜ୍ଞ ଏବଂ ଅନ୍ତର୍ଯ୍ୟାମୀ। ତେଣୁ ଆମେ ଯେତେବେଳେ ଭଗବାନଙ୍କୁ କିଛି ମାଗୁଥାଉ ଆମେ ଆମର ନାଁ ଗାଁ ଗୋତ୍ର ଠିକଣା ମଧ୍ୟ କେବେ କହୁନଥାଉ। ତେଣୁ ସେଥିରେ ନାଁ ଗାଁ ଗୋତ୍ର ଠିକଣା କିଛି ଲେଖିବା ଦରକାର ନାହିଁ। ଆମେ ଆମର ମାଗୁଣି ବା ସେଥିରେ ଲେଖିପାରିବା। ଯେମିତି ମୋର ମନେକର ମୁଁ କହିଲି ମୋ ଦେହ ଠିକ୍ ହଉ, କି ମୋ ପରିବାରର ସମସ୍ତଙ୍କର ଦେହ ଠିକ୍ ହଉ, କି ପୁଅ ପାଠ ପଢ଼ୁ, କି କାହାର ଚାକିରି ହେଇଯାଉ, କି ବାପା ମାଆଙ୍କ ଦେହ ଠିକ୍, ଆମେ ଯାହା ବି ଗୋଟେ ମାଗୁଛେ, କିମ୍ବା ନହେଲେ ଆମେ ସମାଜ ପାଇଁ, ପରିବାର ପାଇଁ, ଦେଶ ପାଇଁ ମଧ୍ୟ ମାଗିପାରିବା, କିଛି କରିପାରିବା। କିମ୍ବା ଯଦି ସେମିତି ନ ହେଉଛି ଆମେ ଗୋଟେ ଭଜନ ଜଣାଣ କିମ୍ବା ଯାହା ବି କିଛି ଆମେ ସମ୍ପୂର୍ଣ୍ଣ ରୂପେ ଓଡ଼ିଆରେ ଲେଖିବା ଏବଂ ଅତି କମରେ 5 ଲାଇନ୍ ଲେଖି ସେ କାଗଜଟିକୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିକିରି ପଳେଇ ଆସିବା, ଯାହାକୁ ଶ୍ରୀ ଚିଠା ନାମରେ ନାମିତ କରାଯାଇଛି। ଏଇ ଜଗନ୍ନାଥଙ୍କ ଉପରେ ଯେଉଁ ଶ୍ରୀ ନାମକ ଏକ ବହି ଆପଣ ରଚନା କରିଛନ୍ତି, ଏଇ ଶ୍ରୀ ବହି ସମ୍ପର୍କରେ କ'ଣ କହିବେ? ଶ୍ରୀ ବହିଟିକୁ ମୁଁ ରଚନା କରିଛି। ଏହା ଟାଡିସର ମିଶନ ତରଫରୁ ପ୍ରକାଶିତ ହେଇଛି। ଏହି ବହିରେ ସବୁ କିଛି ଯୋଜନା ବିଷୟରେ ବର୍ଣ୍ଣିତ କରାହେଇଛି। ଏ ବହିଟିକୁ ଟାଡିସର ମିଶନର ଯିଏ ମୁଖ୍ୟ ଅଛନ୍ତି, ଟାଡିସର ବାଇ ବା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି, ତାଙ୍କର ଆଶିଷ ଏ ବହି ପ୍ରତି ଅଛି ଏବଂ ତାଙ୍କର ମତ ବି ଏ ବହିରେ ପ୍ରକାଶ ପାଇଛି। ଏବଂ ଆମର ଯେଉଁ 4ଟି ଯୋଜନା ଅଛି, ଯେ ପ୍ରଥମ ଯୋଜନା ହେଉଛି ଭାଗବତ ଶ୍ରୀମନ୍ଦିର ଯୋଜନା। ଭାଗବତ ଶ୍ରୀମନ୍ଦିର ପ୍ରଥମ ଯୋଜନାଟି ହେଉଛି ଶ୍ରୀ ଭାଗବତ ଯୋଜନା, ଯାହା ଆମେ ବର୍ଣ୍ଣନା କରିଛେ। ଦ୍ୱିତୀୟ ଯୋଜନା ହେଉଛି ଭାଗବତ ଶ୍ରୀମନ୍ଦିର ଯୋଜନା ଏବଂ ତୃତୀୟ ଯୋଜନା ହେଉଛି ଶ୍ରୀ ଭାର ଯୋଜନା ଏବଂ ଚତୁର୍ଥ ଯୋଜନା ହେଉଛି ଶ୍ରୀ ଯୋଜନା। ତେଣୁ ଏଇଥିରେ 4ଟି ପର୍ଯ୍ୟାୟ ଅଛି। ଯେଉଁ ପ୍ରଥମ ପର୍ଯ୍ୟାୟଟା ବର୍ତ୍ତମାନ ଆମେ କାର୍ଯ୍ୟ ଆରମ୍ଭ କରୁଛୁ। ଆଉ ଜଣେ ଯଦି 4ଟି ପର୍ଯ୍ୟାୟ ଦେଇକରି ଗତି କରିବ, ତାହେଲେ ଓଡ଼ିଶାର ଓଡ଼ିଆ ଭାଷା ସଂସ୍କୃତି ତ ସମ୍ପୂର୍ଣ୍ଣ ସୁରକ୍ଷିତ ହେଇପାରିବ। ତା ଛଡ଼ା ଗୋଟେ ଶ୍ରୀ ଅର୍ଥ ହେଉଛି ସର୍ବଗୁଣ ସମ୍ପନ୍ନ। ତେଣୁ ଗୋଟେ ଓଡ଼ିଆ ବ୍ୟକ୍ତି ସର୍ବଗୁଣ ସମ୍ପନ୍ନ ହେଇପାରିବ। ଏ ବହିରେ ମଧ୍ୟ ଓଡ଼ିଶା କି ଭାରତ ଇତିହାସ 2000 ବର୍ଷ ତଳର ଓଡ଼ିଶା ଇତିହାସ ମଧ୍ୟ ବର୍ଣ୍ଣନା କରାଯାଇଛି। ପୂର୍ବେ ଓଡ଼ିଶାର ଅବସ୍ଥା କିପରି ଥିଲା, ବର୍ତ୍ତମାନ ଓଡ଼ିଶା କେମିତି ଅବକ୍ଷୟ ହେଇଛି, ସେ ସବୁ ଜିନିଷ ବର୍ଣ୍ଣନା କରାଯାଇଛି ଏବଂ ଗୋଟେ ସରଳ ଉପାୟ ଏଥିରେ ବର୍ଣ୍ଣନା ହେଇଛି, ଯାହାକି ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ହେବା ସହିତ ଜଣେ ଓଡ଼ିଆ ସ୍ୱାଭିମାନୀ ହୋଇପାରିବ। ଏଇ ଶ୍ରୀ ଭାଗବତ ବହିର ଦାମ କେତେ, ଆଉ ଏହା କେଉଁ ସ୍ଥାନରେ ମିଳିପାରୁଛି? ଶ୍ରୀ ଭାଗବତ ବହି ଯୋଉଟାକି ଟାଡିସର ମିଶନ ତରଫରୁ ପ୍ରକାଶ ପାଇଛି, ସେଥିରେ ଭାଗବତର ପ୍ରଥମ ସ୍କନ୍ଧ 19ଟି ଅଧ୍ୟାୟ ଅଛି। ସେତିକିକୁ ନେଇକରି ଆମେ ଶ୍ରୀ ଭାଗବତ ବହି ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଛି। ଏ ବହିର ଦାମ ତ ଲେଖା ହେଇଛି 60 ଟଙ୍କା ଅଛି, କିନ୍ତୁ ସେ 50 ଟଙ୍କାରେ ବହିଟି ମିଳୁଛି। କିନ୍ତୁ ଟାଡିସର ମିଶନ ତରଫରୁ ପ୍ରତି ମାସରେ ଏଥିରୁ ପାଖାପାଖି 500ରୁ 1000ଟି ଗୋଟେ ଶ୍ରଦ୍ଧାଞ୍ଜଳି ମୂଲ୍ୟ ବା 5 ଟଙ୍କା ମୂଲ୍ୟରେ ବହିଟି ଦେବାର ବ୍ୟବସ୍ଥା କରାଯାଇଛି। ଆଉ ଆମର ଉଦ୍ଦେଶ୍ୟ ହେଉଛି ସବୁ ଓଡ଼ିଆ ଲୋକଙ୍କ ପାଖରେ ଖଣ୍ଡେ ଖଣ୍ଡେ ଭାଗବତ ବହି ପହଞ୍ଚି ପାରିବ, ଯାହାଦ୍ୱାରା କି ସେମାନେ ତାଙ୍କର ବହିଟି ନେଇ ଭାଗବତ ଶ୍ରୀମନ୍ଦିର ଯାଇ ଭାଗବତ ପଢ଼ିପାରିବେ। ଏହା ମାଧ୍ୟମରେ କିପରି ଭାଷା ସୁରକ୍ଷିତ ହେଇପାରିବ ବୋଲି ଆପଣ ଦର୍ଶକ ବନ୍ଧୁମାନଙ୍କୁ କହିପାରିବେ? ଶ୍ରୀ ଭାଗବତ ଯୋଜନା କାର୍ଯ୍ୟକାରୀ ହେଲେ ଜଣେ ବ୍ୟକ୍ତି ପ୍ରତି ସପ୍ତାହରେ ତାର ଭାଗବତ ବହି ନେଇକରି ଭାଗବତର ଗୋଟେ ଅଧ୍ୟାୟ ପଢ଼ିବ ଏବଂ ତା ସହିତ ଶ୍ରୀ ଚିଠା ମାଧ୍ୟମରେ ସେ 5 ଧାଡ଼ି ଓଡ଼ିଆରେ ଲେଖିବ। କିନ୍ତୁ ଓଡ଼ିଆ ପଢ଼ିବା ଏବଂ ଲେଖିବା ଆ ଦ୍ୱାରା ରହିଲା। ତା ସହିତ ସିଏ ନିଜେ କଥାବାର୍ତ୍ତା ସାଙ୍ଗସାଥି ବା ପରିବାର ମେଳ ସହିତ ବା ଯିଏ ଯେଉଁ ବନ୍ଧୁବାନ୍ଧବ ଦେଖା ହେଉଛନ୍ତି ସମସ୍ତଙ୍କ ସହିତ ଓଡ଼ିଆରେ କଥା ହେଲା। ତେଣୁ ଭାଷା ସଂସ୍କୃତି ସୁରକ୍ଷା ମଧ୍ୟ ଏଥିରେ ହେଇପାରିବ। ସମସ୍ତଙ୍କ ଭିତରେ ଗୋଟେ ଏକଜୁଟ ଭାବ ଆସିପାରିବ, ନିଜ ମନର ସଂକୀର୍ଣ୍ଣତା ଦୂର ହେଇପାରିବ, ନିଜେ ଗୋଟେ ସ୍ୱାଭିମାନୀ ବୋଲି ପରିଣତ ହେଇପାରିବ। ତା ଛଡ଼ା ତାହାର ନିଜ ସମ୍ପର୍କ ତାର ଇଷ୍ଟ ସହିତ, ଜଗନ୍ନାଥଙ୍କ ସହିତ ଗଢ଼ି ଉଠିବ। ଏଇ ଭାଷା ସୁରକ୍ଷା ବ୍ୟତୀତ ଆଉ କ'ଣ ଲାଭ ହେଇପାରିବ ଜଣେ ବ୍ୟକ୍ତିଙ୍କୁ, ସେ ସମ୍ପର୍କରେ କ'ଣ କହିବେ? ପ୍ରଥମ ହେଉଛି ଗୋଟେ ପରିବାରର ସବୁ ସଦସ୍ୟ 10 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ସଦସ୍ୟ ଯଦି ଜଗନ୍ନାଥ ମନ୍ଦିର ଯାଇକରି ଭାଗବତ ପଢ଼ନ୍ତି, ଏଥିରେ ପାରିବାରିକ ଶୃଙ୍ଖଳା ମଧ୍ୟ ରହିପାରିବ ଏବଂ ପରିବାରରେ ବିଭିନ୍ନ ସମସ୍ୟା ଯାହା ଅଛି ସମସ୍ତେ ଏକଜୁଟ ହେଇ ହେବା ଦ୍ୱାରା ସେଇଟା ବି ଦୂର ହେଇପାରିବ ଏବଂ ଆମେ ଜଗନ୍ନାଥଙ୍କୁ ଭକ୍ତି ନିବେଦନ କରିପାରିବା। ଆମର ମାନସିକ ଶାନ୍ତି ମଧ୍ୟ ଆସିପାରିବ। ଯଦି ଗାଁ ଲୋକ ବା ଗୋଟେ କଲୋନୀର ସବୁ ଲୋକ ଏକଜୁଟ ହେଇକରି ଏଇ ଭାଗବତ ପଢ଼ନ୍ତି ବା ଏକଜୁଟ ହୁଅନ୍ତି, ତ ସେମାନଙ୍କ ମଧ୍ୟରେ ଗୋଟେ ଐକ୍ୟ ଭାବ, ଭ୍ରାତୃତ୍ୱ ଭାବ ପ୍ରକାଶ ପାଇବ। ଯାହା ଫଳରେ କିଛି ଅଞ୍ଚଳରେ କିଛି ପ୍ରୋବ୍ଲେମ ବା କିଛି ଯଦି ଅସୁବିଧା ଅଛି ତାହା ମଧ୍ୟ ସେଠି ଆଲୋଚନା ମାଧ୍ୟମରେ ଦୂର ହେଇପାରିବ। ସମସ୍ତେ ନିଜକୁ ଗୋଟେ ସଂଗଠିତ ବା ଗୋଟେ ସ୍ୱାଭିମାନୀ ବୋଲି ମାନେ ତାଙ୍କ ମନରେ ଭାବନା ଆସିପାରିବ। ଓଡ଼ିଶା ବାହାରେ ରହୁଥିବା ପ୍ରବାସୀମାନଙ୍କ ଦ୍ୱାରା ମାଧ୍ୟମରେ ଏହା ସେମାନଙ୍କୁ ବହୁତ ମାନେ ଗୋଟେ ସଂଗଠନ ଗଢ଼େଇ ପାରିବ କି ସେମାନଙ୍କ ମଧ୍ୟରେ ଐକ୍ୟ ଗଠନ କରିପାରିବ।
ଏହା ଏକ ମୋର ବ୍ୟକ୍ତିଗତ ପ୍ରଶ୍ନ। ଏହା କ'ଣ ଏକ ଦୀର୍ଘ ଯୋଜନା ବୋଲି ଆପଣ କହିପାରିବେ? ଯଦି ଏହା ଏକ ଦୀର୍ଘ ଯୋଜନା ହୋଇଥାଏ, ଏହାର ସଫଳତା ନେଇ ଆପଣ କେତେ ଆଶାବାଦୀ ବୋଲି ନିଜକୁ ପ୍ରମାଣିତ କରିପାରିବେ? ଦେଖନ୍ତୁ ଏହା ଏକ ଦୀର୍ଘ ଯୋଜନା। କାହିଁକି ନା ଗୋଟେ ସପ୍ତାହ ବା 2ଟା ସପ୍ତାହ ଜଣେ ନିଜର ପରିବାର ସହିତ ଯାଇକିରି ଭାଗବତ ପଢ଼ିଦେଲେ ଏଇଟା ସମ୍ପୂର୍ଣ୍ଣ ହେଇପାରିବନି। ତେଣୁ ଏଇଟା ଗୋଟେ ଚିରସ୍ଥାୟୀ ବା ଦୀର୍ଘସ୍ଥାୟୀ ଯୋଜନା। ପ୍ରତି ସପ୍ତାହରେ ଆମକୁ ଯାଇକିରି ପଢ଼ିବାକୁ ପଡ଼ିବ। ମୁଁ ଜଣେ ଓଡ଼ିଆ, ମୋର ଓଡ଼ିଆ ଭାଷା ସଂସ୍କୃତି ବା ମୋର ଅଞ୍ଚଳ ସମାଜ ପ୍ରତି ମୋର କିଛି ଦାୟିତ୍ୱବୋଧ ଅଛି। ତେଣୁ ସେଇ ଭାବନା ନେଇକିରି ଆମେ ଏକଜୁଟ ହେଇ ସମସ୍ତେ ପ୍ରତି ସପ୍ତାହରେ ଯାଇକିରି ଭାଗବତ ପଢ଼ିବା ବା 5 ଲାଇନ ଲେଖିବା। ତେଣୁ ଏଇ ଗୋଟେ ଚିନ୍ତାଧାରା ସେମିତି ସମସ୍ତଙ୍କ ମନରେ ଆସିବା ଦରକାର ଏବଂ ଏହା ଧୀରେ ଧୀରେ ଯଦି ବ୍ୟାପିଯାଏ ତାହେଲେ ସମସ୍ତେ ଏକଜୁଟ ହେଇପାରିବେ ଏବଂ ଏହା ଓଡ଼ିଆ ବା ଯେଉଁ ମାନେ ଓଡ଼ିଶାରେ ବା ଓଡ଼ିଶା ବାହାରେ ଯେଉଁ ପ୍ରବାସୀ ଓଡ଼ିଆମାନେ ରହୁଛନ୍ତି ସମସ୍ତେ ଏଥିରେ ସାମିଲ ହେଇଯିବେ। ତେଣୁ ଏହା ଏକ ଦୀର୍ଘସ୍ଥାୟୀ ଉପାୟ। ଆଉ ଏହାର ଭବିଷ୍ୟତ ନେଇକରି ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ଯେ ଧୀରେ ଧୀରେ ଯଦି ଏଇଟା ଗୋଟେ ଦୀର୍ଘ ସମୟ ନେବ କିନ୍ତୁ ଧୀରେ ଧୀରେ ଏହା ନିଶ୍ଚିତ ରୂପେ ସଫଳ ହେବ। କାରଣ ଏଇଟା ଅତି ସୁନ୍ଦର ଯୋଜନା। ପ୍ରତି ସପ୍ତାହକୁ 15 ମିନିଟ୍ ଗୋଟେ ବେଶୀ ସମୟ ନୁହଁ। ଆମେ ହସ ଖୁସି ବା ବିଭିନ୍ନ ପ୍ରକାର ବହୁତ ସମୟ କାଟି ଦେଉଛେ। ତେଣୁ ଭାଷା ସଂସ୍କୃତି ସୁରକ୍ଷା ପାଇଁ 15 ମିନିଟ୍ ଦେବାଟା କିଛି କଷ୍ଟଦାୟକ ନୁହେଁ। ତା ଛଡ଼ା ଏହା ଗୋଟେ ଭକ୍ତିର ଭାବଧାରା। ତେଣୁ ଏଥିରେ ଜଗନ୍ନାଥଙ୍କ ପ୍ରତି ଆମର ଆଶୀର୍ବାଦ ଅଛି। ଗୋଟେ ଭକ୍ତର ଭଗବାନଙ୍କ ସହିତ ସମ୍ପର୍କ ଅଛି। ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିପାରିବ। ସମସ୍ତେ ମାନେ ଆମ ଭିତରେ ଐକ୍ୟତା ବଢ଼ିପାରିବ। ତେଣୁ ଏସବୁ ଆମକୁ ଲାଭ ମିଳିପାରୁଛି। ତେଣୁ ଏହା ନିଶ୍ଚିତ ରୂପେ ସଫଳ ହେଇପାରିବ, ଏଥିରେ ସନ୍ଦେହ ନାହିଁ। ତେଣୁ ଦର୍ଶକ ବନ୍ଧୁ, ଏହି ଶ୍ରୀ ଭାଗବତ ଯୋଜନା ମାଧ୍ୟମରେ ଆମେ ଅନେକ କିଛି ଲାଭ ପାଇପାରିବା। ନିଜକୁ ଶୃଙ୍ଖଳିତ କରିବା ସହ ଆମର ସମାଜକୁ ମଧ୍ୟ ଶୃଙ୍ଖଳିତ ତଥା ଭାଷା ସାହିତ୍ୟ ଓ ସଂସ୍କୃତି ପଥେ ଏହି ଶ୍ରୀ ଭାଗବତ ଯୋଜନା ନିଶ୍ଚିତ ଏକ ସୁନ୍ଦର ରୂପାୟନ ଗଠନ କରିବ ବୋଲି ଆମର ଆଶା ତଥା ବିଶ୍ୱାସ। ଧନ୍ୟବାଦ। ଜୟ ଜଗନ୍ନାଥ।